ନମ୍ବର 1 ଟ୍ରାଇସିଟିରେ ସାମିଲ ହେବ ପୁରୀ ସହର, ବଢ଼ିବ ସୀମା, ହଟିବ ବେଆଇନ ନିର୍ମାଣ। ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ୱର ଓ କଟକ ସହ ଯୋଡ଼ି ହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେଣୁ ରାଜଧାନୀ ସମେତ ଦୁଇଟି ପ୍ରାଚୀନ ସହରକୁ ନେଇ ନୂଆ ସହର ଯୋଜନା ଟାଉନ୍ ପ୍ଲାନିଂ ସ୍କିମ୍ ପ୍ରସ୍ତୁତ କରାଯିବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପୁରୀ ସହର ବିକାଶ ତ୍ୱରାନ୍ୱିତ ହୋଇପାରିବ। ଅଧିକାରୀ ଗୃହ ନିର୍ମାଣରେ ଅଙ୍କୁଶ ଲାଗିବ। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ନୂଆ ଗୃହ ନିର୍ମାଣ ବ୍ୟବସ୍ଥା ପ୍ରଣୟନ କରାଯିବ। ସରକାରୀ ଜମି ଜବରଦଖଲ ମୁକ୍ତ କରାଯିବ। ପୌରାଞ୍ଚଳ ଅଧିବାସୀଙ୍କୁ ଉନ୍ନତ ମାନର ମୌଳିକ ସୁବିଧା ଯୋଗାଇ ଦିଆଯିବ। ନମ୍ବର 2 ଯୌତୁକ ମୁକ୍ତ ରାଜ୍ୟ ହେବ ଓଡ଼ିଶା, ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଣିକି ଆଉ କେହି ଯୌତୁକ ନେବେନି, ଯୌତୁକ ମୁକ୍ତ ହେବ ଆମ ରାଜ୍ୟ ଓଡ଼ିଶା। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯୌତୁକ ଏବଂ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ, ଏହା ଏକ ସାମାଜିକ ବ୍ୟାଧି। ଯୌତୁକ ନିର୍ଦ୍ଦେଶ ଆଇନ 1961 ପ୍ରଣୟନର 60 ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଅଧାନିଆ ହେଉଛି ବୋଲି ଏକ ଦିବସୀୟ ଯୌତୁକ ନିର୍ଦ୍ଦେଶ ଆଇନ 1961 ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ଼ ମତ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ନମ୍ବର 3 ନାମାଙ୍କନ ପ୍ରକ୍ରିୟା ଶେଷ, ଫେବୃଆରୀ 5ରେ ଦିଲ୍ଲୀ ଲଢ଼େଇ। ଆସନ 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶୁକ୍ରବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ 1000ରୁ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପକ୍ଷରୁ ଶିଖା ରାୟ, ନିରଜ ବାୟୋସା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆମ୍ ଆଦମୀ ପାର୍ଟିର ଅବଧି ଓଝା, ରାକ୍ଷୀ ବିଦ୍ୱାନ ଓ ବନ୍ଦନା କୁମାରୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ନାମାଙ୍କନ ପତ୍ର ଦାଖଲ ସରିବା ପରେ ଆମ୍ ଆଦମୀ ପାର୍ଟି, ବିଜେପି, କଂଗ୍ରେସ ସମେତ ଛୋଟ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ପଦଯାତ୍ରା ଓ ଘରକୁ ଘର ବୁଲି ସେମାନଙ୍କ ସପକ୍ଷରେ ସମର୍ଥନ ଲୋଡ଼ି ପ୍ରଚାରକୁ ଜୋରଦାର କରିଛନ୍ତି। ନମ୍ବର 4 ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ ରିଙ୍କୁ ସିଂ। ଖୁବ୍ ଶୀଘ୍ର ବିବାହ କରିବେ କ୍ରିକେଟର ରିଙ୍କୁ ସିଂ। ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ସେ ବିବାହ କରିବେ। ଉଭୟଙ୍କ ପରିବାର ପକ୍ଷରୁ ବିବାହ ପାଇଁ ସହମତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି। 24 ବର୍ଷୀୟ ପ୍ରିୟା ଉତ୍ତରପ୍ରଦେଶର ମଛଲି ସହର ଆସନରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନମ୍ବର 5 ଜାନୁଆରୀ 20 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ଆଗାମୀ ଜାନୁଆରୀ 20 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ୍ 5 ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ଏବଂ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର 6 ଖୁବ୍ ଶୀଘ୍ର ରାଜ୍ୟବାସୀ ପାଇବେ ଆୟୁଷ୍ମାନ ଭାରତ। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଚୁକ୍ତିନାମା ଜାନୁଆରୀ 13 ତାରିଖରେ ସ୍ୱାକ୍ଷରିତ ହେବା ପରେ ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁଫଳ କିପରି ଯଥାଶୀଘ୍ର ପାଇପାରିବେ ସେ ନେଇ ବିଭାଗ ବିଭିନ୍ନ ପ୍ରସ୍ତୁତି ପରୀକ୍ଷଣ ଆରମ୍ଭ କରିଛି। ଏହି ସମନ୍ୱିତ ଯୋଜନା ଦ୍ୱାରା ରାଜ୍ୟବାସୀ ଦେଶର ପ୍ରାୟ 30,000 ଚିକିତ୍ସାଳୟରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ। ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆସିବ ଯୁଗାନ୍ତକାରୀ ପରିବର୍ତ୍ତନ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଙ୍କୁ ସମନ୍ୱିତ କରି ଜନସାଧାରଣଙ୍କୁ ଅତିଶୀଘ୍ର ସ୍ୱାସ୍ଥ୍ୟସେବାର ସୁଫଳ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଇର ଯୋଜନା ସହ ସମ୍ପୃକ୍ତ ବିଭିନ୍ନ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନମ୍ବର 7 ଜାନୁଆରୀ 31ରୁ ସଂସଦର ବଜେଟ୍ ଅଧିବେଶନ। ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ 31ରୁ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ହେବ ଏବଂ ଫେବୃଆରୀ 1ରେ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31ରୁ ଫେବୃଆରୀ 13 ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 10ରୁ ଏପ୍ରିଲ 4 ପର୍ଯ୍ୟନ୍ତ ଚାଲିବ। ନମ୍ବର 8 ପ୍ରବାସୀଙ୍କୁ ନେଇ ସ୍ପେନ୍ ଯାଉଥିବା ଡଙ୍ଗା ବୁଡ଼ିଲା, 40 ପାକିସ୍ତାନୀଙ୍କ ମୃତ୍ୟୁ। ସ୍ପେନ୍ ଯାଉଥିବା ଡଙ୍ଗା ମୋରୋକୋ ନିକଟରେ ସମୁଦ୍ରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ 40ରୁ ଅଧିକ ପାକିସ୍ତାନୀ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ବୁଡ଼ିଥିବା ଅନୁମାନ କରାଯାଉଛି। ପାକିସ୍ତାନ ଅଧିକାରୀମାନେ ଗତ ଗୁରୁବାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଖବର ମୁତାବକ ଡଙ୍ଗାରେ ବସିଥିବା ଲୋକମାନେ ସ୍ପେନ୍ ଯିବାକୁ ଚେଷ୍ଟା କରୁଥିଲେ।
ଏହି ଡଙ୍ଗାରେ 80ରୁ ଅଧିକ ପ୍ରବାସୀ ବସିଥିଲେ। ଏ ଡଙ୍ଗାଟି ମୋରକ୍କୋ ନିକଟରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏ ଦୁର୍ଘଟଣାରେ ଅତି କମ୍ରେ 50 ଜଣଙ୍କର ବୁଡ଼ି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନମ୍ବର 9 ଗାଜା ଚୁକ୍ତିକୁ ହମାସ ମାନୁନଥିବା ଅଭିଯୋଗ ଆଣିଲେ ନେତାନ୍ୟାହୁ। ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଇସ୍ରାଏଲ ହମାସ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ଆମେରିକାର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଉଭୟ ପକ୍ଷ ଏନେଇ ସହମତ ହୋଇଛନ୍ତି। ଏହି ଚୁକ୍ତି ଅନ୍ତର୍ଗତ ଆଗାମୀ 15 ମାସ ପର୍ଯ୍ୟନ୍ତ ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ମଧ୍ୟ ସହମତ ପ୍ରକାଶ କରିଛନ୍ତି। ନମ୍ବର 10 ଜଷ୍ଟିସ ଅରବିନ୍ଦ ସିହ୍ନା ହେବେ ହାଇକୋର୍ଟର କାମଚଲା ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଚଳିତ ମାସ 19 ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ। ଫଳରେ ଓଡ଼ିଶା ହାଇକୋର୍ଟର କାମଚଲା ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଅରବିନ୍ଦ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏହି ନିଯୁକ୍ତି ମିଳିବା ପରେ ଆଜି ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନମ୍ବର 11 ଆର୍ଟି ପ୍ରକଳ୍ପ ଉପରେ ସିଙ୍ଗାପୁର ସହ ଚୁକ୍ତି ସ୍ୱାକ୍ଷର। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶତ୍ରୁଘ୍ନଙ୍କ ଉପସ୍ଥିତିରେ ଆର୍ଟି ପ୍ରକଳ୍ପ ଉପରେ ସିଙ୍ଗାପୁର ସହ ଚୁକ୍ତି ଏମଓୟୁ ସ୍ୱାକ୍ଷରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଇଣ୍ଡଷ୍ଟ୍ରିଆଲ ପାର୍କ ଗ୍ରୀନ ହାଇଡ୍ରୋଜେନ କରିଡର ସେମିକଣ୍ଡକ୍ଟର ନୂଆ ସହର ବିକାଶ ପେଟ୍ରୋଲିୟମ କେମିକାଲ୍ସ କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆଗାମୀ ଦିନରେ ଆହୁରି ଅନେକ ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ନମ୍ବର 12 ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ନିୟମ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ 5 ସୂତ୍ରୀ କାର୍ଯ୍ୟାବଳୀ ଲାଗୁ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ଅଧିକାରୀ ତଥା କର୍ମଚାରୀ ପାନ ଗୁଟଖା କିମ୍ବା ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ସମସ୍ତ ଅଧିକାରୀ ଓ କର୍ମଚାରୀ ଜାନୁଆରୀ 31 ସୁଦ୍ଧା 2024 ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏହା ଦାଖଲ ନ କଲେ କୌଣସି ଇନକ୍ରିମେଣ୍ଟ ପଦୋନ୍ନତି ପୁରସ୍କାର କିମ୍ବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ। ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟକୁ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ନିମନ୍ତେ ଏହା ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ଭିତରେ ଅଧିକାରୀ ଓ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ନମ୍ବର 13 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 6ଟି ଜିଲ୍ଲାକୁ 800 ଜଣ ବରିଷ୍ଠ ନାଗରିକ ଶିରଡି ଓ ନାସିକକୁ ଆରମ୍ଭ କଲେ ତୀର୍ଥଯାତ୍ରା। ଚଳିତ ବର୍ଷ ରାଜ୍ୟରେ 8000 ବରିଷ୍ଠ ନାଗରିକ ଶିରଡି, ନାସିକ, କୋଲକାତା, ଦକ୍ଷିଣକାଲି, କାମାକ୍ଷା, ଅଯୋଧ୍ୟା ଓ ବାରାଣସୀକୁ କରିବେ ତୀର୍ଥଯାତ୍ରା। ସ୍ୱାସ୍ଥ୍ୟ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ପୁଣ୍ୟ ଅର୍ଜନ କରି ଖୁସିରେ ଘରକୁ ଫେରନ୍ତୁ ମୁଖ୍ୟମନ୍ତ୍ରୀ। ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି ସେଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର 800 ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ର ପ୍ରସିଦ୍ଧ ତୀର୍ଥସ୍ଥଳୀ ଶିରଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ନମ୍ବର 14 ମନୁ ଭାକର, ଡି ଗୁକେଶଙ୍କୁ ମିଳିଲା ଖେଳରତ୍ନ। 34 ଜଣଙ୍କୁ ଅର୍ଜୁନ ଆୱାର୍ଡ ଦେଲେ ଦ୍ରୌପଦୀ ମୁର୍ମୁ। ପ୍ୟାରିସ୍ ଅଲିମ୍ପିକ୍ସରେ 2ଟି ପଦକ ଜିତିଥିବା ସୁଟର ମନୁ ଭାକର, କିଶୋର ବର୍ଗରେ ୱାର୍ଲଡ ଚାମ୍ପିୟନ ହୋଇଥିବା ଡି ଗୁକେଶଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଅନୁଷ୍ଠିତ ନ୍ୟାସନାଲ ସ୍ପୋର୍ଟସ ସେରେମନି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିଆ ଉପସ୍ଥିତ ଥିଲେ। ପୁରୁଷ ହକି ଦଳ କ୍ୟାପ୍ଟେନ ହରମନପ୍ରୀତ ସିଂ ଏବଂ ପାରାଅଲିମ୍ପିକ୍ସ ହାଇଜମ୍ପ ଗୋଲ୍ଡ ମେଡାଲିଷ୍ଟ ପ୍ରବୀଣ କୁମାର ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି। ଉଭୟ ଟୋକିଓ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ଭାଗ ନେଇଥିବା ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ମୋଟ 32 ଜଣ ଆଥଲେଟଙ୍କୁ ଉଭୟ ଖେଳରତ୍ନ ସମ୍ମାନିତ କରାଯାଇଛି। ଜାନୁଆରୀ ଆରମ୍ଭରୁ 2024 କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ନାମ ଖେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା। ନମ୍ବର 15 ଫେବୃଆରୀ 1ରୁ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଫେବୃଆରୀ 1 ମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଲେ ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ ହେଉଛି ଧାଡ଼ି ଦର୍ଶନ। କିଛି ଦିନ ପାଇଁ ତାରିଖ ଆହୁରି ଗଡ଼ିପାରେ। ଫେବୃଆରୀ 1ରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକ୍ଚର ଇନଷ୍ଟଲ ହେବ। ନମ୍ବର 16 ମହାକୁମ୍ଭର 1,60,00,000 ସାଧୁଙ୍କ ଭିତରେ ବାରି ହୋଇପଡ଼ିଛନ୍ତି ଆଇଆଇଟି ବାବା।
ମହାକୁମ୍ଭ ଆସ୍ଥା ଏବଂ ବିଶ୍ୱାସର ଏକ ମହାନ ପର୍ବ। ଜାନୁଆରୀ 13ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱର ସର୍ବବୃହତ୍ ମେଳା ଫେବୃଆରୀ 24 ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଦେଶ ବିଦେଶର କୋଟି କୋଟି ଭକ୍ତ ଏହି ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି। ତେବେ 1,60,00,000 ବାବାଙ୍କ ଭିତରେ ବାରି ହୋଇ ପଡ଼ିଛନ୍ତି ଜଣେ ବାବା। ନମ୍ବର 17 ସୈଫ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସର ସ୍ପେଶାଲ ଟିମ୍। ଗୁରୁବାର ରାତି 2:30ରେ ଜଣେ ଚୋର ମୁମ୍ବାଇର ବାନ୍ଦ୍ରା ସୈଫ୍ ଅଲ୍ଲୀଙ୍କ ଘରେ ପଶି ଧାରୁଆ ଛୁରୀରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅଭିନେତା ଗୁରୁତର ଆହତ ହୋଇଛନ୍ତି। ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ତାଙ୍କ ସର୍ଜରୀ ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ସୂଚନା ରହିଛି। ନମ୍ବର 18 ପୁଣି ଟିମ୍କୁ ଫେରିଲେ ସ୍ମୃତି ଇରାନୀ, ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଦାୟିତ୍ୱ। 2024 ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ 6 ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ ତାଙ୍କୁ କେବଳ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ସେ ମୋଦିଙ୍କ ଟିମ୍ରେ ଯୋଗ ଦେଇଛନ୍ତି। ଏଥର ତାଙ୍କର ଭୂମିକା ପୂର୍ବ ଅପେକ୍ଷା ଭିନ୍ନ ରହିଛି। ମୋଦି ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଏଥର ମନ୍ତ୍ରୀ ଭାବରେ ନୁହେଁ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟନିର୍ବାହୀ ପରିଷଦରେ ସ୍ମୃତି ଇରାନୀଙ୍କୁ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରଥମ 10 ବର୍ଷ ମଧ୍ୟରେ ସେ ଶିକ୍ଷା ଏବଂ ବୟନଶିଳ୍ପ ମନ୍ତ୍ରୀ ଥିଲେ। ସରକାର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟନିର୍ବାହୀ ପରିଷଦକୁ ସେ ପୁନର୍ଗଠିତ କରିଛନ୍ତି। ନମ୍ବର 19 ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା, ଉଦ୍ଧାର କାର୍ଯ୍ୟ ଜାରି। ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା 3 ଜଣ ନିଖୋଜ ଘଟଣା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ 5ଟି ଉଦ୍ଧାରକାରୀ ଦଳ। ଓଡ୍ରାଫର 2ଟି ଦଳ, ଅଗ୍ନିଶମ ବାହିନୀ ବି ନିୟୋଜିତ। ସମ୍ପୂର୍ଣ୍ଣ ଉଦ୍ଧାର ପାଇଁ ଆହୁରି 5 ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ମିଳିଛି। ସେପଟେ କାରଖାନା ବାହାରେ ଭିଡ଼ ଜମାଇଛନ୍ତି ନିଖୋଜଙ୍କ ପରିବାର। ନମ୍ବର 20 ଇମ୍ରାନଙ୍କୁ 14 ବର୍ଷ ଜେଲ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ୍ ହୋଇଛି। ତାଙ୍କ ପତ୍ନୀଙ୍କୁ ମଧ୍ୟ 7 ବର୍ଷ ଜେଲ୍ ଦଣ୍ଡ ହୋଇଛି। ଇମ୍ରାନ ଖାନଙ୍କୁ 14 ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଛି, ଯାହା ଅଲ୍ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡ ହୋଇଛି। ଏହି ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାର ଜେଲ୍ ଦଣ୍ଡ ଇମ୍ରାନ ଖାନଙ୍କୁ ହୋଇଛି। ନମ୍ବର 21 ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପଡେଟ୍ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା। 4ର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ୍ କଲେ କିମ୍ବା ଅପ୍-ଇନ୍ କଲେ ଯୋଜନାରେ ସାମିଲ ହୋଇପାରିବେ ହିତାଧିକାରୀ। ଏହା ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପ୍-ଆଉଟ୍ ହୋଇଥିବା 17,000 ମହିଳା ପୁଣି ଥରେ ସୁଭଦ୍ରା ମିଶିଛନ୍ତି। ସମୁଦାୟ 31,000 ଅପ୍-ଆଉଟ୍ ହୋଇଥିଲେ ବର୍ତ୍ତମାନ 17,000 ପୁନର୍ସାମଲ ହୋଇଛନ୍ତି। ବାକି 14,000 ମହିଳା ଅପଟ୍-ଇନ୍ କରି ନ ପାରନ୍ତି ବୋଲି ସେ କହିଛନ୍ତି। ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷ ମହିଳା କେୱାଇସି ଅପଡେଟ୍ କରିନାହାନ୍ତି। 4ର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 22 ଆକାଶ ଛୁଆଁ ସୁନା ଦର, ସପ୍ତାହରେ ବଢ଼ିଲାଣି 4,000 ଟଙ୍କା। ପ୍ରତିଦିନ ବଢ଼ୁଛି ସୁନା ଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ 4,000 ଟଙ୍କା ବୃଦ୍ଧି ହୋଇଛି। ଆଜି 22 କ୍ୟାରେଟ୍ ସୁନାର ଦର ରହିଛି 73,900 ଟଙ୍କା। 5 ଦିନ ତଳେ ଏହି ଦାମ ରହିଥିଲା 71,000 ଟଙ୍କା। ସେହିପରି 24 କ୍ୟାରେଟ୍ ସୁନାର ଦାମ 80,000 ଟଙ୍କା ପାର କରିଛି। ବିଶ୍ୱ ବଜାରରେ ଅସ୍ଥିରତା, ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାର ଅଧିକ ନିବେଶ ଯୋଗୁଁ ଚାହିଦା ବଢ଼ିଛି। ନମ୍ବର 23 ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ 11,100 ଟଙ୍କା ପାରିଶ୍ରମିକ ଦିଆଯାଉଛି। ହେଲେ ଆଗକୁ ସେମାନଙ୍କୁ ମିଳିବ 16,000 ଟଙ୍କା ଦରମା। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ 11,100 ଟଙ୍କାରୁ ବୃଦ୍ଧି ପାଇ 16,000 ଟଙ୍କା କରାଯାଇଛି।